शुभ दिन सभी। क्रिकेट इतिहास रे केतेक खेलाड़ी अछंती जेउमानक रेकर्ड नुहे तांको चरित्र करिदिए तांको अमर। ना से केबे सफलतार ढोल पिटिचंती ना से केबे लाइमलाइट रो पीछा करिसेंती। ଯେତେବେଳେ ଭାରତୀୟ ଦଳ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇଛି ସେତେବେଳେ ସବୁଠାରୁ ଶାନ୍ତ ମଣିଷଟେ ହିଁ ଦାୟିତ୍ୱ ନିଭାଇଛି। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଆଜିଙ୍କ୍ୟ ରାହାନେ। ମହାରାଷ୍ଟ୍ରରେ ଏକ କ୍ଷୁଦ୍ର ପରିବାରରେ ଜନ୍ମଗ୍ରହଣ କରିଥିବା ଆଜିଙ୍କ୍ୟ ରାହାନେ କେବେ ଲାଇମଲାଇଟର ପିଛା କରିନାହାନ୍ତି। ତାଙ୍କର ବ୍ୟାଟିଂ କଥା କହେ। ପୃଥିବୀର କଠିନ କଠିନ ପିଚ୍ କଲମ୍ବୋ, ଲର୍ଡସ୍, ମେଲବର୍ଣ୍ଣ, ୱେଲିଂଟନରେ ସେ ଭାରତ ପାଇଁ ବଡ଼ ବଡ଼ ଇନିଂସ ଖେଳି ଭାରତର ବିଜୟର କାରଣ ବନିଛନ୍ତି। 2020 ବର୍ଡର ଗାଭାସ୍କର ଟ୍ରଫି ସିରିଜର ପ୍ରଥମ ମ୍ୟାଚ୍ ଆଡିଲେଡରେ ଭାରତ ମାତ୍ର 36 ରନରେ ଅଲ୍ ଆଉଟ୍ ହୋଇଯାଇଥିଲା। ପ୍ରଥମ ମ୍ୟାଚରେ ମାତ୍ର 36 ରନରେ ଅଲ୍ ଆଉଟ୍ ହୋଇ ଭାରତ ଲଜ୍ଜାଜନକ ପରାଜୟ ବରଣ କରିଥିଲା। ପ୍ରଥମ ମ୍ୟାଚ୍ ପରେ ସ୍ୱଦେଶ ଫେରିଆସିଥିଲେ ଅଧିନାୟକ ବିରାଟ କୋହଲି ଏବଂ ବହୁତ ଏକ୍ସପିରିଏନ୍ସ ଖେଳାଳି ଯଥା ମହମ୍ମଦ ସାମି ଏବଂ ଅନ୍ୟାନ୍ୟ ଖେଳାଳି ହୋଇଯାଇଥିଲେ ଆହତ। ଦାୟିତ୍ୱ ଆସିଥିଲା ଉପ ଅଧିନାୟକ ଆଜିଙ୍କ୍ୟ ରାହାନେଙ୍କ ଉପରେ। ପ୍ରଥମ ମ୍ୟାଚରେ ମାତ୍ର 36 ରନରେ ଅଲ୍ ଆଉଟ୍ ହେବା ପରେ ଭାରତୀୟ ଖେଳାଳିମାନଙ୍କର କନଫିଡେନ୍ସ ଲେଭେଲ ହୋଇଯାଇଥିଲା ବହୁତ ଲୋ। ଦ୍ୱିତୀୟ ମ୍ୟାଚ୍ ମେଲବର୍ଣ୍ଣରେ 112 ରନର ଏକ ଇନିଂସ ଖେଳି ସମସ୍ତ ଭାରତୀୟ ଖେଳାଳିମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଥିଲେ ଆଜିଙ୍କ୍ୟ ରାହାନେ। ତାପରେ ବ୍ରିସବେନ୍, ଯୋଉଟାକି ଅଷ୍ଟ୍ରେଲିଆର ଗଡ଼ କୁହାଯାଏ, ଦୀର୍ଘ 32 ବର୍ଷ ପରେ ଅଷ୍ଟ୍ରେଲିଆକୁ ବ୍ରିସବେନ୍ରେ ହରାଇଥିଲା ଭାରତ ଏବଂ ଅଷ୍ଟ୍ରେଲିଆର ଗର୍ବ ଭାଙ୍ଗିଥିଲା ଏବଂ ବ୍ରିସବେନ୍ରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ବର୍ଡର ଗାଭାସ୍କର ଟ୍ରଫି ସିରିଜ 2020ର ସେହି ବର୍ଡର ଗାଭାସ୍କର ଟ୍ରଫି ସିରିଜକୁ ନିଜ ନାମରେ କରିଥିଲା। ପ୍ରଥମ ମ୍ୟାଚରେ 36 ରନର ଅଲ୍ ଆଉଟ୍ ହେବା ପରେ ଲଜ୍ଜାଜନକ ପରାଜୟ ବରଣ ପରେ ଯୋଉ ଲୋକମାନେ କହୁଥିଲେ ଭାରତ ଲଜ୍ଜାଜନକ ସିରିଜ ପରାଜୟ ବରଣ କରିବ, ସେହି ଲୋକମାନେ ହିଁ ଭାରତକୁ ଭରି ଭରି ପ୍ରଶଂସା କରିଥିଲେ ଏବଂ ସେହି ପ୍ରଶଂସାର ଶ୍ରେୟ ଯାଏ ଅଧିନାୟକ ଆଜିଙ୍କ୍ୟ ରାହାନେଙ୍କ ଉପରେ। ଭାରତ ପାଇଁ 85ଟି ଟେଷ୍ଟରେ 5000ରୁ ଅଧିକ ରନ୍ ଏବଂ 12ଟି ଟେଷ୍ଟ ଶତକ କରିଛନ୍ତି ଆଜିଙ୍କ୍ୟ ରାହାନେ। ଦିନିକିଆ ଓ ଟି20ରେ କେତେକ ସ୍ମରଣୀୟ ଇନିଂସ ମଧ୍ୟ ଖେଳିଛନ୍ତି। ଆଇପିଏଲରେ ରାଜସ୍ଥାନ ରୟାଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ୍ ରାଇଡର୍ସ, ରାଇଜିଂ ପୁନେ ସୁପର ଜାଏଣ୍ଟସ୍ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ତରଫରୁ ଖେଳି 5000ରୁ ଅଧିକ ରନ୍ କରିଛନ୍ତି। 2023ରେ ଚେନ୍ନାଇ ସୁପର କିଙ୍ଗସ୍ ତରଫରୁ ଖେଳୁଥିବା ସମୟରେ ସେ ଅନେକ ବିସ୍ଫୋରକ ଇନିଂସ ଖେଳିଛନ୍ତି ଏବଂ ସେହି ଅନେକ ବିସ୍ଫୋରକ ଇନିଂସ ଖେଳିବା ପରେ ସେ ଭାରତର ଟେଷ୍ଟ ଦଳକୁ ମଧ୍ୟ ପ୍ରତ୍ୟାବର୍ତ୍ତନ କରିଥିଲେ। ରାହାନେଙ୍କ କ୍ୟାରିୟର ଆମକୁ ଏହା ଶିକ୍ଷା ଦିଏ ଯେ ଯିଏ ଚାପରେ ଶାନ୍ତ ରହେ, ଯିଏ ନିଜ ଦଳକୁ ଆଗରେ ରଖେ, ଯିଏ ନିଜ ସଫଳତା ଠାରୁ ଦେଶର ସଫଳତାକୁ ବଡ଼ ଭାବେ, ସେହି ଆକ୍ଚୁଆଲିରେ ଚାମ୍ପିୟନ। ଧନ୍ୟବାଦ ଆଜିଙ୍କ୍ୟ ରାହାନେ। ଆପଣ କେବଳ ରନ୍ କରିନାହାନ୍ତି, ଆପଣ ଆମକୁ ଧୈର୍ଯ୍ୟ, ନେତୃତ୍ୱ ଏବଂ ନମ୍ରତା ଶିଖାଇଛନ୍ତି। ଭାରତୀୟ କ୍ରିକେଟ ଇତିହାସରେ ଆପଣଙ୍କର ନାମ ସବୁବେଳେ ସମ୍ମାନର ସହିତ ଉଚ୍ଚାରିତ ହେବ। ହ୍ୟାପି ରିଟାୟାରମେଣ୍ଟ ଆଜିଙ୍କ୍ୟ ରାହାନେ। ଥ୍ୟାଙ୍କ ୟୁ ଆଜିଙ୍କ୍ୟ ରାହାନେ। ଧନ୍ୟବାଦ।